ଆଜି ଜାଣିବା ପୋଦିନା ପତ୍ରର ଉପକାରିତା ବିଷୟରେ। ଏହି ପତ୍ରରେ ଅନେକ ଔଷଧୀୟ ଗୁଣ ରହିଥିବାରୁ ଏହାକୁ ଟୁଥପେଷ୍ଟ, ଚୁଇଙ୍ଗମ୍, ଚକୋଲେଟ୍, ମାଉଥୱାଶ ଆଦି ତିଆରି କରିବାରେ ବ୍ୟବହାର କରାଯାଏ। ଏହା ବ୍ୟତୀତ ଆମ ଶରୀରକୁ ସୁସ୍ଥ ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ। ଏହି ପୋଦିନା ପତ୍ରରେ ଭିଟାମିନ୍ ସି, ମାଙ୍ଗାନିଜ୍, ତମ୍ବା, କପର, ପ୍ରୋଟିନ୍, କାର୍ବୋହାଇଡ୍ରେଟ୍ ସହିତ ଆଣ୍ଟିଅକ୍ସିଡାଣ୍ଟ ଓ ଆଣ୍ଟିଭାଇରାଲ ତତ୍ତ୍ୱ ମଧ୍ୟ ରହିଛି। ଏବେ ଜାଣିବା ପୋଦିନା ପତ୍ରକୁ ଖାଇଲେ ବା ଏହାକୁ କିପରି ବ୍ୟବହାର କଲେ ଅନେକ ଜଟିଳ ସମସ୍ୟା ଦୂର ହେବ। ଯଦି ଆପଣ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ତେବେ ସବସ୍କ୍ରାଇବ୍ କରିନିଅନ୍ତୁ ଓ ପାଖରେ ଥିବା ବେଲ୍ ଆଇକନ୍କୁ ପ୍ରେସ୍ କରିଦିଅନ୍ତୁ, ଯାହାଦ୍ୱାରା ଏହିଭଳି ନୂଆ ନୂଆ ଭିଡ଼ିଓ ସର୍ବପ୍ରଥମେ ପାଇପାରିବେ। ପ୍ରଥମଟି ହେଲା ଏହି ପତ୍ରର ରସ ବା କାଢ଼ା ପିଇଲେ ପେଟର ଆସିଡିଟି ଓ ଜଳାପୋଡ଼ାକୁ ଦୂର କରେ। ତାପରେ ହେଉଛି ମୁହଁର ବ୍ରଣ ଓ କଳା ଦାଗକୁ ଭଲ କରିବାରେ ସାହାଯ୍ୟ କରିଥାଏ, କାରଣ ଏହି ପତ୍ରରେ ଆଣ୍ଟି ଇନଫ୍ଲାମେଟୋରୀ ଓ ଆଣ୍ଟିଅକ୍ସିଡାଣ୍ଟ ଗୁଣ ରହିଛି। ବ୍ରଣ ଓ କଳା ଦାଗକୁ ଭଲ କରିବା ପାଇଁ ପୋଦିନା ପତ୍ରର ରସ ବା ଏହି ପତ୍ରର ତେଲକୁ ମୁହଁରେ ଲଗାଇ ପାରିବେ। ଦ୍ୱିତୀୟଟି ହେଲା ଆସ୍ଥମା ମାନେ ଶ୍ୱାସ ରୋଗୀମାନଙ୍କ ପାଇଁ ବହୁତ ଉପକାରୀ ଅଟେ। ଏହି ପତ୍ର ଫୁସ୍ଫୁସ୍ ଓ ଶ୍ୱାସନଳୀରୁ କଫକୁ ବାହାର କରିବାରେ ସାହାଯ୍ୟ କରିଥାଏ। ଏଥିପାଇଁ ଆପଣ ଏହି ପତ୍ରର ଚାହାକୁ ପିଇପାରିବେ। ତାପରେ ହେଉଛି ମାଇଗ୍ରେନ୍ ମାନେ ଅର୍ଦ୍ଧକପାଳି ମୁଣ୍ଡବିନ୍ଧା ବା ଯେକୌଣସି କାରଣରୁ ଯଦି ମୁଣ୍ଡ ବିନ୍ଧୁଥାଏ ତେବେ ଏହି ପତ୍ରର କାଢ଼ା ପିଇଲେ ଶୀଘ୍ର ଉପଶମ ମିଳିଥାଏ। ତୃତୀୟଟି ହେଲା ବାନ୍ତି ଲାଗିବା ବନ୍ଦ କରିଦିଏ। ଯଦି ଆପଣଙ୍କର ଅତ୍ୟଧିକ ବାନ୍ତି ହେଉଥାଏ ତେବେ ଏହି ପତ୍ରର ଚାହାକୁ ପିଅନ୍ତୁ, ନହେଲେ ଏହି ପତ୍ରର ତେଲକୁ ଶୁଙ୍ଘନ୍ତୁ। ଏହା କରିବା ଦ୍ୱାରା ଏହି ସମସ୍ୟାରୁ ଶୀଘ୍ର ଉପଶମ ମିଳିଥାଏ। ତାପରେ ହେଉଛି ପାଟିରୁ ବାହାରୁଥିବା ଦୁର୍ଗନ୍ଧକୁ ଭଲ କରିବା ସହ ଦାନ୍ତ ଓ ମାଢ଼ିକୁ ସୁସ୍ଥ ଓ ମଜବୁତ ରଖିଥାଏ। ଏଥିପାଇଁ ଆପଣ 3ରୁ 4ଟି ପୋଦିନା ପତ୍ରକୁ ପ୍ରତ୍ୟେକ ଦିନ ଚୋବାଇ କରି ଖାଇପାରିବେ। ଚତୁର୍ଥଟି ହେଲା ଖାଦ୍ୟ ହଜମ କରିବାରେ ସାହାଯ୍ୟ କରିଥାଏ। ଏହି ପତ୍ରରେ କିଛି ଏପରି ପୋଷକ ତତ୍ତ୍ୱ ରହିଛି ଯାହା ଆମ ପେଟରେ ପାଚକ ରସ ତିଆରି କରିବାରେ ସାହାଯ୍ୟ କରିଥାଏ। ଏହାଦ୍ୱାରା ହଜମ ଶକ୍ତି ବଢ଼ିଥାଏ। ତାପରେ ହେଉଛି ଚୁଟିକୁ ଲମ୍ବା, ଘନ ଓ କଳା କରିବାରେ ସାହାଯ୍ୟ କରିଥାଏ। ଏଥିପାଇଁ ଏହି ପତ୍ରର ତେଲକୁ ନଡ଼ିଆ ତେଲ ସହ ମିଶାଇ ଚୁଟିରେ ଲଗାନ୍ତୁ ଓ 45 ମିନିଟ୍ ପରେ ଧୋଇ ନିଅନ୍ତୁ। ପଞ୍ଚମଟି ହେଲା ଜଣ୍ଡିସ୍ ରୋଗରୁ ଉପଶମ ମିଳିଥାଏ। ଏହି ପତ୍ରର ରସ ବା ଏହି ପତ୍ରକୁ ଚୋବାଇ କରି ଖାଇବା ଦ୍ୱାରା ଜଣ୍ଡିସ୍ ରୋଗରୁ ଆରାମ ପ୍ରଦାନ କରିଥାଏ। ଏହା ଥିଲା ପୋଦିନା ପତ୍ରର ଉପକାରିତା ବିଷୟରେ।